जीजस मिशन तरफରୁ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। This looks just like you can you identify what is this? Rose. କି ଆପଣ ମାନେ କହିପାରିବେ କି ଏଟା କ'ଣ? Rose. Huh? ଏଟା ହେଉଛି Rose. The Bible ଗୋଲାପ। Bible verse says rose about. Can you identify the Bible verse? ବାଇବଲର Rose. ଗୋଟେ ବର୍ଷ କୁହେ ମାନେ ଫୁଲ ବିଷୟରେ। It represents rose. କୋଉଠି ଲେଖା ହେଇଛି? Rose of Sharon. Have you heard about Rose of Sharon? Yes. सारन के गुलाब। ସାରଣର ଗୋଲାପ ବିଷୟରେ। Jesus is a rose of Sharon. ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସାରଣର ଗୋଲାପ। Okay. Well, this is you. You are dark. ଆଉ ଏଇଟା ହେଉଛନ୍ତି ଆପଣମାନେ But little brightness you have, but more you're dark. You have dark. Your life is in darkness. ଜୀବନରେ ପୁରା ଅନ୍ଧକାର ଭରି ଅଛି। But when the rose of Sharon, Jesus, comes in you, ଯେତେବେଳେ ଯୀଶୁ ଖ୍ରୀଷ୍ଟ ସାରଣର ଗୋଲାପ ଭାବରେ ସେ comes ଆପଣମାନଙ୍କ in ମଧ୍ୟକୁ you, ଆସୁଛନ୍ତି, when you accept Jesus Christ as your personal ଯେତେବେଳେ Savior, ଆପଣମାନେ ନିଜର ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରୁଛନ୍ତି, then you will become shine in this world. ଆପଣମାନେ ଏଇ ଜଗତରେ ପୁରା ଗୋଟେ ଏକ ଜ୍ୟୋତିର୍ମୟ ଜୀବନ ଯାପନ କରୁଛନ୍ତି। Just like you will become shining in this world. ଆଉ ଆପଣମାନେ ଏକ ଜ୍ୟୋତିର୍ମୟ ଜୀବନ Not only in this world, in heaven also you will become shining. କେବଳ ଏଠାରେ ନୁହେଁ, ସ୍ୱର୍ଗରେ ମଧ୍ୟ ଆପଣମାନେ ଆଲୋକମୟ ଜୀବନ ଯାପନ କରିବେ। Jesus loves you so much. ଯୀଶୁ ଆପଣମାନେ ସମସ୍ତଙ୍କୁ ପ୍ରେମ କରନ୍ତି। Jesus is going to change your life just like this. ଯୀଶୁ ଖ୍ରୀଷ୍ଟ ଏ ପ୍ରକାର ଭାବରେ ଆପଣମାନଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। You are going to give the blessing to the nations. ଆପଣମାନଙ୍କ ଜରିଆରେ ଏଇ ଜନକୁ ବା ଏଇ ସମାଜକୁ ଆଶୀର୍ବାଦ କରିବା ପାଇଁ ଯାଉଛନ୍ତି। Through you, God, Jesus is going to shake the nation. They say Odisha. ଆପଣମାନଙ୍କ ଦ୍ୱାରା ହିଁ ଏଇ ଜନଜାତିକୁ ବା ଏଇ ଓଡ଼ିଶାକୁ ସେ ଆଶୀର୍ବାଦ କରିବାକୁ ଯାଉଛନ୍ତି। See, this is the first man, Adam. ଏଇଟା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାକୁ ପରମେଶ୍ୱର ନିର୍ମାଣ God କରିଥିଲେ। created the first man as his own image and likeness. ଯାହାକୁ ନିଜ ସଦୃଶ୍ୟରେ ପରମେଶ୍ୱର ନିର୍ମାଣ କରିଥିଲେ ଆଦମକୁ। This is Parme God. God is light. ଆଉ ଏଇଟା ଆମେ ଦେଖୁଛୁ ଜ୍ୟୋତି ହେଉଛନ୍ତି ଈଶ୍ୱର। Man was with God. Man was with God. Close relationship. ଆଉ ମନୁଷ୍ୟ ଈଶ୍ୱରଙ୍କ ସହିତ ଥିଲେ। But the devil separated the man from God by making sin in his life. ଆଉ ମନୁଷ୍ୟକୁ ଈଶ୍ୱରଙ୍କ ଠାରୁ ସେ ପାପ କରିବା ଦ୍ୱାରା ତାଙ୍କୁ ଅଲଗା କରିଦେଲେ। So man separated from God by ସେଥିପାଇଁ devil. ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ଅଲଗା ହେଇଗଲେ କେବଳ ଶୈତାନ ଦ୍ୱାରା। Devil is always making problems in your life. ଆଉ ଶୈତାନ ସବୁବେଳେ ଆପଣମାନଙ୍କ ଜୀବନରେ ସମସ୍ୟା ହିଁ ଆଣିଥାଏ। Okay, but man tried to tried to close near to God, but he could not do. ମନୁଷ୍ୟ ସବୁବେଳେ ଚାହିଁଥାଏ କି ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ, କିନ୍ତୁ ସେଟା ଶୈତାନ ତାକୁ ହେବା ପାଇଁ ଦେଇନଥାଏ, କାରଣ ସେ କରିପାରିନଥାଏ। ଶୈତାନ ତାକୁ ଆଗରୁ ହିଁ ଅଲଗା କରିଦିଏ। While I was in Bihar, that time the ladies are walking and running to see God in the road, in the moon time. ମୁଁ ଯେତେବେଳେ ବିହାର ଥିଲି, ସେତେବେଳେ ସ୍ତ୍ରୀ ଲୋକମାନେ କ'ଣ ପରମେଶ୍ୱରଙ୍କୁ ଦେଖିବା ପାଇଁ Chapel. ବିନା ଚପଲରେ ସେମାନେ ଦୌଡ଼ିକି ପରମେଶ୍ୱରଙ୍କୁ ଦେଖିବା ପାଇଁ Blood came out from the leg. ଆଉ ସେମାନଙ୍କ ପାଦରେ ରକ୍ତ ବାହାରୁଥିଲା, but they cannot see God. କିନ୍ତୁ ସେମାନେ କେବେ ପରମେଶ୍ୱରଙ୍କୁ ଦେଖି ପାରିନଥିଲେ। Jesus loves you so much. ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ବହୁତ ପ୍ରେମ କରନ୍ତି। So I also welcome you also. Okay, this is very warm welcome to you. Okay. ମୁଁ ଯୀଶୁଙ୍କ ନାମରେ ଆପଣଙ୍କୁ ସ୍ୱାଗତ କରୁଅଛି। Welcome. So this is Jesus, rose of Sharon. Sharon Roger. ସାରଣର ଗୋଲାପ ଏଇଟା ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ସହିତ। Jesus is small. Jesus is beautiful. ଯୀଶୁ ସ୍ମାଇଲ ଦିଅନ୍ତି ଏବଂ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି। This is you. Your life is darkness. You have no peace at all. Nothing. ଆପଣମାନଙ୍କ ଜୀବନ ଅନ୍ଧକାରରେ ପରିପୂର୍ଣ୍ଣ ହୋଇଛି। ଆପଣଙ୍କ ଜୀବନରେ କେବେ ବି Jesus comes into your heart. ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ହୃଦୟ ମଧ୍ୟରେ ଆସନ୍ତି, your life becomes shining. ଆପଣମାନଙ୍କ ଜୀବନ ପରିବର୍ତ୍ତନ ହୋଇଥାଏ। Okay. ବା ଆଲୋକମୟ ହୋଇଥାଏ। So God made his own image and likeness the man. Then man separated from God. Okay, man separated from God. By committing sin will separate you from God. Sin. ଆଉ ପାପ ପରମେଶ୍ୱର ଠାରୁ ମନୁଷ୍ୟକୁ ଅଲଗା କରିଥାଏ। Okay, then God made a way ପରମେଶ୍ୱର ଏକ ରାସ୍ତା to unite man with God. କି ମନୁଷ୍ୟକୁ ଆଉ ପରମେଶ୍ୱରକୁ ପୁନର୍ବାର ସେମାନଙ୍କୁ। There is only one way. Jesus is the way. ସେଟା ଗୋଟେ ମାତ୍ର ରାସ୍ତା, ସେଟା ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ରାସ୍ତା।
Without Jesus, we cannot join with God. We cannot close. ଯୀଶୁ ଖ୍ରୀଷ୍ଟଙ୍କ ବିନା ଆମେ କେବେ ବି ଏକତ୍ରିତ ହେଇପାରିବା ନାହିଁ। Jesus died on the cross of Calvary, ଯୀଶୁ କ୍ରୁଶାର୍ପିତ ହେଲେ and one of the thorns, କଣ୍ଟାର ମୁକୁଟ ପିନ୍ଧିଲେ। yes, then one of the thorns entered into the eyeball and coming out. ଆଉ ତାଙ୍କର ସେ ମୁକୁଟ ଭିତରୁ ଗୋଟେ କଣ୍ଟା କଣ ହେଲା ତାଙ୍କର ଆଖିର ପତା ଦେଇ ଆଖି ଭିତରକୁ ପଶିଗଲା ଆଉ ବାହାରକୁ ବାହାରିଲା। And the rope, by using rope, stroke him. ଆଉ ଯେତେବେଳେ ତାଙ୍କୁ କଣ୍ଟାର ଚାବୁକ ଦେଇଛ ପ୍ରହାର କରାଗଲା। The end of the rope, 6 needles, just like hook. ସେଥିରେ ଶେଷରେ କଣ ଥିଲା କଣ୍ଟା Hook, the fishing hook. ଯେତେବେଳେ ଆମେ କଣ୍ଟାର ଚାବୁକ କହୁଛୁ ସେ ଚାବୁକରେ କଣ୍ଟା ଥିଲା। Just bending, just like. ଆଉ ସେଟା ଏମିତି ମାରିଲେ କଣ ସେଟା ପୁରା ମାଂସ। Yes, after beating, it will penetrate and then coming out by tearing the tissues and ଆଉ cells. ପିଟିବା ଦ୍ୱାରା କଣ ହେଇଥାଏ ସେଟା ଦେହରେ ଲାଗି ଯାଇଥାଏ ଆଉ The ସେଟା flesh. ପୁରା ଟାଣିକି ପୁରା ଫାଡ଼ିକି ନେଇକି Blood ଆସିଥାଏ। came out, ଆଉ ରକ୍ତ ବାହାରି ଆସିଥିଲା started sprinkling. ଆଉ ସେଟା ଜରୁଥିଲା। So Jesus died on the cross, ସେଥିପାଇଁ ଯୀଶୁ ଖ୍ରୀଷ୍ଟ shedding all his blood. ଆଉ ସେ ନିଜର ସମସ୍ତ ରକ୍ତକୁ ସେ So yes, then Jesus after died, then one person soldier checked him whether he died or not. ଯୀଶୁ ଖ୍ରୀଷ୍ଟ କ୍ରୁଶାର୍ପିତ ହେଲା ପରେ ତାଙ୍କର ଜଣେ ଶିଷ୍ୟଙ୍କ ମାନଙ୍କ ମଧ୍ୟରେ ଜଣେ By, ବା ସେ ସେନାମାନଙ୍କ ମଧ୍ୟରେ ଜଣେ ସେ ମଲା କି ନାହିଁ take an arrow and stroke in his left side or ଆଉ ସେ side. ନିଜର କଣ ହେଲେ ତାଙ୍କର ସେ ବର୍ଷାକୁ ନେଇକି ସେ କଣ କଲେ ତାଙ୍କର କକ୍ଷ ଦେଶ After that, the heart was broken. Heart was broken, and the blood and the last final blood and water came out. ଆଉ ସେ ବକ୍ଷରେ ଆଘାତ କରିବା ଦ୍ୱାରା କଣ ହେଲା ମାନେ ପାଣି ବାହାରିଥିଲା ବା ରକ୍ତ ବାହାରିଥିଲା। That means there is no blood. ଆଉ ସେ ତାଙ୍କ ଶରୀରରେ କଣ ସେ ରକ୍ତ So ନଥିଲା। shed all blood for you. ତେଣୁ ସେ ସମସ୍ତ ରକ୍ତକୁ ବହାଇଥିଲେ। So after died, he was buried on the ଆଉ ସେ ମରିବା ପରେ ତାଙ୍କୁ ସେ ସମାଧିସ୍ଥ କରାଯାଇଥିଲା। Jesus tomb. They're not our just like our tomb. Jesus tomb is a little different. ଆଉ ସେ ଏଇଟା କେବଳ ଆମମାନଙ୍କର ସମାଧି ନୁହେଁ ଯୀଶୁଙ୍କର ସମାଧି ଏକ ମାନେ ଅଦ୍ଭୁତମୟ ସମାଧି ଥିଲା। Penetrate one rock and then place inside. ଆଉ ସେଠି କଣ ହେଲା ବହୁତ ବଡ ପଥରକୁ ସେଠି ଇଏ କରିକି ତାଙ୍କୁ କବାଟ ସଦୃଶ ସେଟା କଭର କରାଯାଇଥିଲା। Okay, first day, second day, third day, Jesus was resurrected from dead. On third day, ପ୍ରଥମ ଦିନ ଦ୍ୱିତୀୟ ଦିନ ଆଉ ତୃତୀୟ ଦିନ ସେ କଣ କଲେ ପୁନର୍ଜୀବିତ ହେଇଥିଲେ। Jesus made a way to you to the people. ଆଉ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ବା ଆପଣମାନଙ୍କ ନିମନ୍ତେ Through cross you can ସ୍ୱର୍ଗକୁ ଯିବା ପାଇଁ go. ରାସ୍ତା Through cross you can go to heaven. ଆଉ କ୍ରୁଶ ଦ୍ୱାରା ହିଁ ଆମମାନେ ସ୍ୱର୍ଗକୁ ଯାଇପାରିବା। Then if you accept Jesus Christ, then you keep your right hand in your heart side. ଯଦି ଆପଣମାନେ ବିଶ୍ୱାସ କରୁଛନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ତ ନିଜର ଦକ୍ଷିଣ ହସ୍ତକୁ ନିଜ ଛାତି ମଧ୍ୟରେ ରଖନ୍ତୁ। ନିଜ Oh, our gracious Heavenly Father, ସ୍ୱର୍ଗୀୟ ପିତା I am a sinner. ମୁଁ ପାପୀ I committed so many sins in my childhood. ମୁଁ ଜନ୍ମରୁ ଆଜି ପର୍ଯ୍ୟନ୍ତ ବହୁତ ପାପ କରି ଆସିଅଛି। For all our sins and transgressions and iniquities. ଆମମାନଙ୍କର ସମସ୍ତ ନିନ୍ଦା ଅପମାନ ତାଡ଼ନା ନିମନ୍ତେ Oh, I accept you as my personal savior. ମୁଁ ତୁମକୁ ନିଜର ଉଦ୍ଧାରକର୍ତ୍ତା ଭାବେ Please ଗ୍ରହଣ come କରୁଛି। to my heart ଆଉ ତୁମେ ମୋ ହୃଦୟ ମଧ୍ୟରେ ଆସ and cleanse all our sins by your blood. ମୋତେ ତୁମ ରକ୍ତ ଦ୍ୱାରା ତୁମେ ପରିଷ୍କୃତ କର। I believe you that you are died on the cross of Calvary for my sins and resurrected from the dead, and now you are alive today. ମୁଁ ବିଶ୍ୱାସ କରୁଅଛି ମୋର ପାପ ନିମନ୍ତେ ତୁମେ କ୍ରୁଶାର୍ପିତ ହେଲ ତୁମେ ମରିଲ ଏବଂ 3 ଦିନରେ ପୁନର୍ଜୀବିତ ହୋଇ ତୁମେ ମୋ ନିମନ୍ତେ ଏବଂ ମୋତେ ତୁମେ ଉଦ୍ଧାର କର। Oh Lord Jesus, ହେ ପ୍ରଭୁ take care of me. ମୋର ଯତ୍ନ ନିଅ। Oh Lord, we humbly request you to write my name on the cross and the heavenly ପ୍ରଭୁ ମୁଁ book. ନିଜକୁ ବିନମ୍ର କରି ପ୍ରଭୁ ମୁଁ ତୁମକୁ ବିନତି କରୁଅଛି ମୋର ସ୍ୱର୍ଗୀୟ ସ୍ଥାନରେ ତୁମେ ମୋର ନାମ ଲେଖ। In Jesus' name we ask you, Father. ମୁଁ ଯୀଶୁଙ୍କ ନାମରେ ମାଗୁଅଛି। Oh, whoever did the prayer properly, wholeheartedly, Jesus, hold your hands. ଯେଉଁମାନେ ପ୍ରଭୁ ତାରେ ବାସ୍ତବରେ ସିଧା ଭାବରେ ଯେଉଁମାନେ ପ୍ରାର୍ଥନା କରନ୍ତି ନମ୍ର ଭାବରେ ପ୍ରଭୁ ସେମାନଙ୍କର ହସ୍ତକୁ ଧରନ୍ତି। Jesus, hold your hands. ଆଉ ଯୀଶୁ ଖ୍ରୀଷ୍ଟ ସେ ଆପଣମାନଙ୍କ ହସ୍ତକୁ ଧରନ୍ତି। Then, okay, if you leave the hands of Jesus, Jesus will never leave you, ଯଦି ଆପଣମାନେ ଯୀଶୁଙ୍କର ହସ୍ତକୁ nor ଛାଡ଼ିଦେବେ forsake you. ଯୀଶୁ କେବେ ଆପଣମାନଙ୍କୁ ଛାଡ଼ନ୍ତି ନାହିଁ କି ପରିତ୍ୟାଗ କରନ୍ତି ନାହିଁ। But if you leave looking some worldly things and worldly pleasures,
then you can go. You will go to hell. ଯଦି ଯୀଶୁ କେବେ ଛାଡ଼ନ୍ତି ନାହିଁ, ଯଦି ଆପଣମାନେ ତାଙ୍କର ହାତକୁ ଛାଡ଼ନ୍ତି କି ଆପଣମାନେ ନିଜର ସୁଖ ପାଇଁ ନିଜର ପର୍ସନାଲ କାର୍ଯ୍ୟ ପାଇଁ କିଛି ବି ତାଙ୍କ ଭାବରେ ଛାଡ଼ି ଦିଅନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣ If you hold your hands, then you can go to heaven. ଯଦି ଆପଣମାନେ ତାଙ୍କର ହସ୍ତକୁ ଧରିବେ ତାହେଲେ ନିଶ୍ଚିତ ଭାବରେ ଆପଣମାନେ ସ୍ୱର୍ଗକୁ ଯିବେ। So to hold hands, 4 things you should do. ହାତ ଧରିବା ପାଇଁ ଆପଣମାନଙ୍କୁ 4 ଗୋଟି ଜିନିଷ କରିବାକୁ First, ପଡ଼ିବ। you should pray regularly. ପ୍ରଥମ ବିଷୟ ହେଉଛି କି ପ୍ରଥମରେ ଆପଣମାନେ ସର୍ବଦା ପ୍ରାର୍ଥନା କରିବା ଦରକାର। How to pray? With faithful prayer. ବିଶ୍ୱାସ ଭାବରେ ଆମେ ପ୍ରାର୍ଥନା କରିବାକୁ ପଡ଼ିବ। Who is having faith right now today? Who is having faith? କାହା ଯୋଉ Come here, come here. Come here. କାହା ପାଖରେ ବିଶ୍ୱାସ ଆଜି ଅଛି? This sister is having faith, I know. So you can. So, pratha. You come here, come here. Come here. ଆସ ଟିକେ ଆଗକୁ ଆସ। Jesus loves you so much, yeah. Jesus heard your prayer. Yes. ଯୀଶୁ ଆପଣଙ୍କର ପ୍ରାର୍ଥନା ଶୁଣନ୍ତି। Yes, good. How many ropes are there? How many ropes? 2 How many ropes? Have you seen? How many ropes? କେତେଟା ଦୌଡ଼ି ସେଟା କଣ? 2, you can see. Okay. Then before prayer, it was 2. It was 2 before prayer. ପ୍ରାର୍ଥନା ପୂର୍ବରୁ They were 2. ଦୁଇଟା ଥିଲା। So, if you pray by faith, ଯଦି ଆପଣ ବିଶ୍ୱାସ ସହିତ ପ୍ରାର୍ଥନା କରୁଛନ୍ତି then what will happen? ତାହେଲେ କଣ ହବ? You pray whatever you want, you ask God. ଆପଣ ପ୍ରାର୍ଥନା କରନ୍ତୁ, ଯାହା ଆପଣଙ୍କ ଦରକାର ତାହା ପ୍ରଭୁଙ୍କୁ Close ମାଗନ୍ତୁ। your eyes and ask anything. ଆଖି ବନ୍ଦ କରନ୍ତୁ, ଆପଣ ନିଜ ମନ ଭିତରେ ଆପଣ ପ୍ରଭୁଙ୍କୁ ଯାହା You ମାଗିବାକୁ ask God, oh Lord, give me anything. Blessing and ପ୍ରଭୁଙ୍କୁ କହନ୍ତୁ, ପ୍ରଭୁ ମତେ ଏଇଟା ଦରକାର, ମତେ ଦିଅ। Asked, huh? Yes. You asked? Ask, open mouth and ask. Oh Lord, what do you want? ଆପଣଙ୍କୁ କଣ ଦରକାର ସେଟା ପ୍ରଭୁଙ୍କୁ ମାଗ। Kisan. Pray. Yes. ନିଜକୁ ଯାହା ଦରକାର। Anything ask. Oh, please give me. ଦେଖ ମନୁଷ୍ୟକୁ ଦେଖି Bless my ମନୁଷ୍ୟକୁ children, ଏଇ ଜାଗାରେ child. ଖରାପ ଲାଗିପାରେ, ବଟ୍ ମନୁଷ୍ୟକୁ ଦେଖ ନାହିଁ, ପ୍ରଭୁଙ୍କୁ ଦେଖ। Anything you may ask. ଆଜିର ସମସ୍ୟା, ଆଜିକାର ଦୁନିଆରେ ଆମେ ବଞ୍ଚିବା ପାଇଁ Today it will be ବହୁତ fulfilled. କିଛି। Yes. ହଁ, ଯୀଶୁ ଖ୍ରୀଷ୍ଟ ତୁମ ଜୀବନର Ask. ସମସ୍ତ ଇଚ୍ଛାକୁ ପୂର୍ଣ୍ଣ କରିବେ। Okay. Amen. 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 Oh, 2 coils ropes becomes 1. How it will become one same way your request will be provided. ଯେମିତି ଦିଟା ରସିକୁ ଗୋଟେ ରସି ଭାବରେ ପରିଣତ କଲେ, ତ ଠିକ ତଦ୍ରୂପ ଆପଣଙ୍କର ବିଶ୍ୱାସ ଦ୍ୱାରା ଆପଣଙ୍କର ସମସ୍ୟା ଆପଣ ଯାହା ବି If you ask anything by prayer, it will be given unto you. ଯଦି ଆପଣ ଯାହା ବି କିଛି ତାଙ୍କୁ ମାଗିବେ ସେ ସମସ୍ତ ବିଷୟକୁ ପ୍ରଦାନ How କରିବେ। the 2 coils become 1. ଯେମିତି ଏଇଟା ଦୁଇଟା Before prayer it was 2, ପ୍ରାର୍ଥନା ପୂର୍ବରୁ ଏହା ଦୁଇଟା ଥିଲା, but after prayer it was 1. ପ୍ରାର୍ଥନା ପରେ ଏଇଟା ଗୋଟେ ମାତ୍ର 1. ହେଇଗଲା। Okay. These girls are very late. Okay, no problem. Anyway, Jesus loves you, students. Okay, and prayer. Read the Bible. Read the Bible day by day. Regularly. ସେକେଣ୍ଡ ବିଷୟ ହେଉଛି ସର୍ବଦା ବାଇବଲ ପଢିବା। Then unite fellowship with others. ଆଉ ତୃତୀୟ ବିଷୟ ହେଉଛି ଆମମାନେ ସମସ୍ତଙ୍କ ସହିତ Remove ଫେଲୋସିପ୍ all ଏକତ୍ରିତ ହେଇ ବସିବା। remove all the calamities and remove all the adversaries and enemies, enemies, and everything. ଆଉ ଆମମାନେ ସମସ୍ତ ବିଷୟକୁ କ୍ରୋଧକୁ ରାଗକୁ ଆମମାନେ କଣ କରିବାକୁ ପଡ଼ିବ? ପରିତ୍ୟାଗ କରିବାକୁ ପଡ଼ିବ। Yes, relationship. Then go to church and praise God regularly, worship God. ଆମେ ସର୍ବଦା ଚର୍ଚ୍ଚକୁ ଯିବା ଏବଂ ପ୍ରଭୁଙ୍କର ପ୍ରଶଂସା କରିବା। Every single home, if you make daily prayer, worship. ହେଇପାରେ କି ସନ୍ଧ୍ୟାରେ ଆପଣମାନେ ସମସ୍ତେ ଏକତ୍ରିତ ଭାବରେ ଆପଣଙ୍କ ପରିବାରରେ ପ୍ରାର୍ଥନା କରନ୍ତି। Then your life will be flourished. ଆଉ Just ତେବେ like ଆପଣମାନଙ୍କ green ଜୀବନ pastures. ମାନେ ଭରପୁରରେ ଭରିଯିବ। Oh, when the rain comes, that time the pastures, the plants and everything just like shining. Same way your life. ଯେତେବେଳେ ବର୍ଷା ଆସେ, ଯେତେବେଳେ ଆମମାନେ ଘାସ ଗ୍ରୀନ ଘାସକୁ ଆମେ ଦେଖୁଛୁ ସେ ସାଇନିଂ ଯେମିତି ଯୋଉଛି ତଦ୍ରୂପ ଆପଣମାନଙ୍କ ଜୀବନ ବଦଳିଯିବ। Same way your life will be going to blessed, ଆଉ flourished. ସେହିପରି ଆପଣମାନଙ୍କ ଜୀବନ ମଧ୍ୟ ପରିବର୍ତ୍ତନ ବା ସେହିପରି ଯୀଶୁ ମଧ୍ୟ ଆପଣମାନଙ୍କୁ Come ଆଶୀର୍ବାଦ here, କରିବେ। come here. ଏପଟେ ଦେଖ ଏପଟେ Yes, show hands. ହାତ ଏମିତି ଖୋଲେ Show hands. Show hands. Show hands. ସିଧା କର Yes. Blessing came from heaven.
Anything is there? आशीर्वाद स्वर्ग रास्ता है या भीतर किसी अच्छी की आनी अच्छी आवरी No. Okay, go. Then Jesus is the simple God, Shota God, only small God. Huh? Blessing only one. जीशु को भी केवल छोटे पिलान को प्रेम करते कि Not. He is big, tremendous, abundant God. अब से आश्चर्य पराक्रम मंत्री If anybody comes and asks, He will give. जे कौन सी व्यक्ति तांको ठार मांगे से Come, तांको show. दियंती Come. Now we are going to see what will happen. Oh, 2, 3, start. Listen. Only God, Jesus is able to bless only 2 persons. जीशु केवल दुई लोगों को आशीर्वाद करते कि Not you saw? अपन देखा था Is there anything? Okay, you saw. Is there anything? Nothing. Okay, you can show. Yes. Is there anything? So whoever comes, Jesus will bless. Whoever comes, Jesus will bless. जे मध्ये तांको निकट पासन से तांको आशीर्वाद करे Yes. Whoever comes, Jesus will bless. Whoever comes, Jesus will bless. So abundant God. This is the fountain. और से होचंती गोटे स्रोत This is fountain. It's the fountain because it's the living water. जीवन से जीवंत जल अटंती Do not stop. No, केबे भी the heavenly blessing, nobody can stop. स्वर्गीय आशीर्वाद को के मध्ये बंद कर पारियो Just like the blessing will come more in your life, in your home, ठीक तो in your आशीर्वाद career, अधिक और अधिक मात्रा आसीता ता केबे in your business, in your possession, এই whatever, পারে সেটা বিজনেস হেই পারে নিজের পরিবারক সমস্যা হেই পারে in your পরিবার works, চলনি হেই পারে labors, कि आपनकर कोनसी कार्य जे कोनसी परिवार निमंत जे कोनसी कार्य करछन क्षेत्र मध्ये आपनकर blessing will come more and more, and the blessing will take after that. Then if you do the 4 things in your life, then again you will unite with God again. आशीर्वाद ऊपर आशीर्वाद जदि आपण माने तांकर वाक्य पालन करंती Understand? If you do the 4 things, और जेतले आपण चारटा जिंस करंती सेत पुनर्बार जीसु ख्रीष्ट आपण माने कोन करंती तांकर सहित पुनः lifelong you will be with God. और जीवन सारा तांकर Nobody can separate you. और केही मध्ये आपण को अलग करि परिबे नाही Happy and heavenly life you have. और आनंद र सहित स्वर्गीय स्थान Peaceful life you have. आपण को जीवन शांति रे जीवन हेबो Good. Then you show that. Okay, again it will come. Anytime. If suppose after 5 hours, after 5 days, also it will come. Okay, that's you cannot limit. एटा केबे बंद होय ना एटा 5 घंटा परे हो कि 5 दिन परे एटा पुनर्बार आसे कारण एई स्रोत को एई मध्ये बंद करि पारंती नै Jesus is blessed with all days. Whenever and wherever you are, whatever situation He will bless. तद्रूप जीसु ख्रीष्ट जे कोनसी समस्या जे कोनसी परिस्थिति मध्ये चालना कहि It will not stop. It will not stop. आशीर्वाद Nobody can stop. से तांको आशीर्वाद को केबे बंद करंती नै Okay, same way Jesus will. How the water came from this what this पॉट yes what same way Jesus will bless you more. जे प्रकार एई छोट कलश मध्ये पानी बारंबार बाहरुचे तद्रूप जीसु ख्रीष्ट आशीर्वाद मध्ये बारंबार से आशीर्वाद करिवे But you should hold the hands of God. Then only you will be blessed. किंतु सेति पय आमान को कोन करिया जीसुकर हस्त को आमान को धरिया To hold 4 things you should do. जीसुकर हस्त धरिया सहित एई चारोटी जिंस आमान को करिया Prayer, प्रार्थना faithful prayer, विश्वास योग्य प्रार्थना Bible reading, वाक्य पठन fellowship, अन्य मान सहित आमान को fellowship मिलन with God and man. प्रभुଙ୍କ सहित मिलन एवं मनुष्य मानव सहित मिलन Then going to church and worship and home worship service. संध्या उपासना एवं घर मध्ये आमान को House prayer. चर्च जिबा चर्च जाय आमान को प्रभुଙ୍କ प्रशंसा करिबा घरे 4 things if you प्रार्थना do regularly, जदि आमान एई चारोटी विषय आमान जदि प्रतिदिन करिबा then the blessing will come and it will not stop. आशीर्वाद आमान को जीवन रास्ता आओ या के भी बंद नहीं होता है When you stop these things, the blessing will stop. जेतबे आपण एई चारटा जिंस बंद करिवे ताले निश्चित भाबरे आशीर्वाद मध्ये बंद होई जिवो So continue in your 4 things you do from today onwards. तो आज ट्राई करंतु आगे तो एई चारटी जिंस करिवा And always you will be with God. तबे आपण माने निश्चित भाबरे सर्वदा ईश्वरको सहित Not blessing from God you can get.
ଆଉ ସମସ୍ତ ଆଶୀର୍ବାଦ ପ୍ରଭୁଙ୍କ ଠାରୁ ଆପଣ ପାଇପାରିବେ। Nobody can block, nobody can come in before you and you God. କେହି ମଧ୍ୟ ବା କୌଣସି ବ୍ୟକ୍ତି କୌଣସି ଶକ୍ତି ମଧ୍ୟ ଆସିପାରିବ ନାହିଁ ଯୀଶୁଙ୍କ ଏବଂ ଆପଣମାନଙ୍କ ମଧ୍ୟରେ। Always full tight relationship. ଆଉ ଯୀଶୁଙ୍କ ସହିତ ଆପଣଙ୍କ ସମ୍ପୂର୍ଣ୍ଣ ଭାବେ Nobody can, ଶକ୍ତିଯୁକ୍ତ ହେଇକି nobody ରହିବ। can separate, nobody can separate. କେହି ମଧ୍ୟ ତାହାକୁ ଅଲଗା କରିପାରିବେ ନାହିଁ। Eternally, ଅନନ୍ତ lifelong, ଅନନ୍ତକାଳୀନ lifelong, ଜୀବନ ପର୍ଯ୍ୟନ୍ତ you will become, you will be with God. ଆପଣମାନେ ଯୀଶୁଙ୍କ ସହିତ ରହିବେ। May God bless you. ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ। Yes, praise the Lord. Latecomers, let